ଓଡ଼ିଆ ଗଳ୍ପ କାଳିଆ। ବିରଞ୍ଚିର ଗାଁର ନାଁ ଭୂଗୋଳ ପୋଥିରେ ନଥିଲେ ବି ତା ବାପାଙ୍କ ପାଇଁ ଥିଲା ସ୍ୱର୍ଗ। ତାଙ୍କ ଗାଁରେ ପ୍ରାୟ 200 ପରିବାର ବାସ କରନ୍ତି। ପ୍ରାୟ ସମସ୍ତେ ଚାଷୀ। ଚାଷ ସହିତ ପ୍ରାୟ ଅଧିକାଂଶ ଗୋପାଳନ କରିଥାନ୍ତି। ଚାଷ ଓ ଗୋପାଳନରୁ ଯାହା ମିଳେ ସେଇଥିରୁ ହିଁ ପରିବାର ଚଳେ। ସେମିତି କେହି ଆଖିଦୃଶିଆ ବଡ଼ ଚାଷୀ ନାହାନ୍ତି। ପ୍ରାୟ ସମସ୍ତେ କ୍ଷୁଦ୍ର କିମ୍ବା ନାମମାତ୍ର ଚାଷୀ। ନଈକୂଳିଆ ଚାଷ ଜମି ଯୋଗୁଁ ବର୍ଷକୁ ଖରିଫ ଓ ରବି 2ଟି ଫସଲ ଉତୁରି ଯାଉଥିଲା। ବିରଞ୍ଚିର ବାପାଙ୍କ ବୟସ ଏବେ 40 ଟପିଗଲାଣି। ସେ ବୟସର ସାହାନ୍ୟରେ ବାଡ଼ି ଧରି ଚାଲୁଛନ୍ତି। ତାଙ୍କ ସାମ୍ନା ଶକ୍ତ ପଞ୍ଜରା ହାଡ଼ ଗୁଡ଼ିକୁ ଯେ କେହି ଦେଖିବ ସେ ଠିକ୍ ଆକଳନ କରିପାରିବ ତାଙ୍କ ଯୁବ ଅବସ୍ଥାର ବାସ୍ତବ ଚେହେରା। ଏବେ ହେଇଥିଲେ କେହି ନା କେହି କହିଥାନ୍ତେ ଇଏ ଜିମ୍ ଯାଇ ରେସଲିଂ କରୁଛନ୍ତି। ସତେକି ଅଲିମ୍ପିକ୍ସ କିମ୍ବା ଏସିଆଡ଼ ଗେମ୍ସରେ ମଲ୍ଲକୁସ୍ତିରେ ଅଂଶଗ୍ରହଣ କରିବା ପାଇଁ ପୂରାପୂରି ଫିଟ୍। ଗାଁର ପାଣି ପବନରେ ସେ ବଢ଼ିଛନ୍ତି। ବାସ୍ତବ କଥା ହେଲା ତାଙ୍କର ଆଜନ୍ମ ବୃତ୍ତି ହିଁ କୃଷି। ଚାଷକୁ ସେ ଭଲ ପାଆନ୍ତି। ଏଇ 10 ବର୍ଷ ହେଲା ସେ ଚାଷ କାମ ଛାଡ଼ିଛନ୍ତି। ସେ ମାଟିର ମଣିଷ। ଭାଇମାନଙ୍କ ଠାରୁ ଭିନ୍ନ ହେଲା ବେଳକୁ ତାଙ୍କ ବଡ଼ ପୁଅର ବିରଞ୍ଚିର ଜନ୍ମ। 3 ମାଣ ସମ୍ପତ୍ତି ତାଙ୍କ ଭାଗରେ ପଡ଼ିଥିଲା। ତାହାହିଁ ତାଙ୍କ ଦୁନିଆ। କୃଷି ଉପରେ ପ୍ରାୟ ଅର୍ଦ୍ଧଶତାବ୍ଦୀର ଅଭିଜ୍ଞତା। ବାହାର ଦୁନିଆ ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ। କୃଷି ବିଜ୍ଞାନ, କୃଷି ଯନ୍ତ୍ରପାତି, ଟ୍ରାକ୍ଟର, କୀଟନାଶକ ଔଷଧ, ଆଧୁନିକ ଜ୍ଞାନ କୌଶଳ ବିଷୟରେ ସେ ପୂରା ଅନଭିଜ୍ଞ। ସେ ନିରକ୍ଷର, କିନ୍ତୁ ମାଟି ଛୁଇଁ କଳି ଦେବେ କେଉଁ ମାଟିର କେତେ ଗୁଣ ଓ ଉତ୍ପାଦିକା ଶକ୍ତି। ଚାହିଁ କହି ଦେଉଥିଲେ ସମ୍ଭାବ୍ୟ ପାଣିପାଗର ସୂଚନା। ପାଲଟି ଯାଉଥିଲେ ପାଣିପାଗ ବିଶେଷଜ୍ଞ। ମାଟି ତାଙ୍କର ଜୀବନ। ବଳଦ 2ଟି ତାଙ୍କ ଅନ୍ତରଙ୍ଗ ବନ୍ଧୁ। ଏଇମାନଙ୍କୁ ସାଥୀ କରି ଅତିକ୍ରମ କରିଗଲେ ଜିଁବା ଓ ଜିଁବାର ଗୋଟିଏ ସୁଦୀର୍ଘ ପଥ। ପରିବାର ପାଇଁ ସେ ମାଟିରେ ମାଟି ହୋଇ ଖଟି ଚାଲିଥାନ୍ତି। ସ୍ତ୍ରୀ ଓ 4 ପିଲାଙ୍କୁ ନେଇ ତାଙ୍କ ସଂସାର। ସେହିମାନଙ୍କ ପାଇଁ ତ ଏତେ ହାଡ଼ଭଙ୍ଗା ଖଟଣି। ଗାଁର ଅନ୍ୟମାନଙ୍କଠାରୁ ସେ ଭିନ୍ନ। ବଳଦ ଯୋଚି ଯେତେବେଳେ ଅନ୍ୟମାନେ ସଅଳ ସଅଳ ବିଲକୁ ବାହାରି ଯାଆନ୍ତି, ସେତେବେଳେ ବିରଞ୍ଚିର ବାପା ହାଡ଼ୁମୁଦୁଲି ପ୍ରସ୍ତୁତ ନଥାନ୍ତି। ତାଙ୍କର ଜୀବନଶୈଳୀ ଅନ୍ୟମାନଙ୍କଠାରୁ ଭିନ୍ନ। ଅନ୍ୟ କାହାରି ଚାଷ କାର୍ଯ୍ୟ ତାଙ୍କର ପସନ୍ଦ ହୁଏନା। ସେ ଯେ ଗାଁର ଏକ ନିପୁଣ ଚାଷୀ, ଏହି ମାନସିକତା ତାଙ୍କ ମଗଜରେ ବସା ବାନ୍ଧିଥିଲା। ସଅଳ ଯାଇ ଟାଣ ଖରା ପୂର୍ବରୁ ଫେରି ଆସିବାକୁ ବିରଞ୍ଚି ବୋଉର ପରାମର୍ଶକୁ ସେ କେବେ ଗୁରୁତ୍ୱ ଦେଉ ନଥିଲେ। ସେ ଯାହା ବୁଝିଥାନ୍ତି ତାହାହିଁ ତାଙ୍କ ଜୀବନର ଧରାବନ୍ଧା ରୁଟିନ ଜୀବନ। ତରବରିଆ କାର୍ଯ୍ୟକୁ ସେ ନାପସନ୍ଦ କରନ୍ତି। ସେ ଧୀର ସ୍ଥିର ଭାବେ ଟିକିନିକି କାର୍ଯ୍ୟ କରନ୍ତି। ସକାଳ ଖାଇବା କହିଲେ କଂସାଏ ପଖାଳ ସହିତ ଶାଗ ଭଜା କିମ୍ବା କୋଳଥ ଡାଲି। ଭାତ ସହିତ ଟିକେ ହାପୁଡ଼ା ହେଲେ ସେ ଶାନ୍ତିରେ ଖାଆନ୍ତି। ଖାଇବା ପରେ ବାଇଗଣି ପକା ପାନ 8-10 ଖଣ୍ଡ ଭାଙ୍ଗନ୍ତି। ଗୁଆ ଗୁଣ୍ଡି କିମ୍ବା ପାନପତ୍ର କେଉଁଥିରୁ ଗୋଟିଏ ଉଣା ହେଲା ସେଦିନ ସ୍ତ୍ରୀ ଉପରେ ଅନେକ ଗାଳି ଫଜିତ୍ ପଡ଼େ। ପାନ ଭଙ୍ଗା ସରିବା ବେଳକୁ ବଳଦ 2ଟିକୁ ବିରଞ୍ଚିର ବୋଉ କୁଣ୍ଡା ତୋରାଣି ଦେଇ ମୁହାଁଇ ପ୍ରସ୍ତୁତ କରାଇଥାଏ। ବିଲକୁ ବାହାରୁ ବାହାରୁ ଦିନ ପ୍ରାୟ 10-11ଟା ବାଜିଯାଏ। କଳା ଧଳା ବଳଦ 2ଟିକୁ ଯୋଚି ହାତରେ ପାଞ୍ଚଣ ଧରି ହାଡ଼ୁମୁଦୁଲି ବାହାରି ଯାଉଥିଲେ ବିଲକୁ ଜଣେ ଯୋଦ୍ଧା ପରି। ଦାଣ୍ଡରେ ବାହାରି ଗଲା ବେଳକୁ ଅନ୍ୟମାନେ ସକାଳ ଓଳିର କାମ ସାରି ବିଲରୁ ଫେରୁଥାନ୍ତି। ଏଇଥିପାଇଁ ତାଙ୍କୁ କେହି ମୋଟାଳ ବୋଲି କୁହନ୍ତି। ଏ କଥାକୁ ସେ ଖାତିର କରନ୍ତି ନାହିଁ। କେହି ମୋଟାଳ କହୁ ଅବା ମଠୁଆ କହୁ, ତା କର୍ମ କ'ଣ ଆଉ କିଏ କରୁଛି? ତା ପରିବାରକୁ ଆଉ କିଏ କ'ଣ ଚଳଉଛି? ଫସଲ ଉତାରିଲା ବେଳକୁ ଜଣାପଡ଼ିବ କିଏ କ'ଣ, କାହାର କେତେ ପାରିବା ପଣିଆ। ଏଇ କଥା ଭାବି ସେ ବଳଦ ଲାଞ୍ଜରେ ଟିକେ ହାତ ମାରି ଚଞ୍ଚଳିଆ କରିଦିଏ। କଳା ଧଳା 2ଟି ତାଙ୍କର ଅସ୍ତ୍ର। ଧଳାଟିକୁ ବାମରେ ଓ କଳାଟିକୁ
ଡାହାଣରେ ଯୋଚନ୍ତି। ଏଇ ଦୁଇ ବଳଦଙ୍କ ଜୀବନ ପଥରେ କେତେ କଣ୍ଟା ଯେ ଫୁଟିଛି, କେତେ ରକ୍ତ ଯେ ବୋହିଛି, ତାର ହିସାବ କେବଳ ହାଡ଼ମୁଦୁଲି ପାଖରେ ଅଛି। ବିରଞ୍ଚିର ଜେଜେମା ରାଧାର 14 ଦିନ ମହୋତ୍ସବ ବାସି କଳା ବଳଦଟି କିଣା ହୋଇ ଆସିଥିଲା। ସେହି ଦିନଠାରୁ ଏଇ କଳା ବଳଦଟିର ନାମ ହୋଇଗଲା କାଳିଆ। ସମସ୍ତେ ତାକୁ କାଳିଆ ବୋଲି ଡାକନ୍ତି। ପଡ଼ିଶା ଗାଁରୁ ବିରଞ୍ଚିର ବାପା ବୋଉର କେଉଁ ନେଖାଯୋଖା ପ୍ରୀତି ବାନ୍ଧବ ଘରୁ ପୁଣି ଅମଣିଆ ଦାମୁଡ଼ି। ଭାରି ଖର। ଟାକରାଟିଏ ମାରିଦେଲେ ଡିଆଁଟେ ମାରିଦେବ। ଦେଖିବାକୁ ଡେଙ୍ଗା ଓ ହୃଷ୍ଟପୁଷ୍ଟ। ଚିକଣ କଳା। ଧୂଳି ଟିକେ ବି ପଡ଼ିଗଲେ ତାହା ଦେହରୁ ଖସି ପଡ଼ିବ। ସ୍କୁଲ ପିଲାଟି ନୂଆ ସାଇକେଲଟେ ପାଇଗଲେ ଯେମିତି ଉଲ୍ଲସିତ ଓ ଆହ୍ଲାଦିତ ହୋଇଥାଏ, ସେମିତି ହାଡ଼ମୁଦୁଲିର ଖୁସି କହିଲେ ନ ସରେ। ନୂଆ ସାଥୀଟିଏ ପାଇ। ହେଲେ ତାଙ୍କ ବୋଲ ମାନିବାକୁ ହେବ। କଳା ଧଳା ପ୍ରଜା ଦୁହିଁଙ୍କର ସେ ସମ୍ରାଟ, ସେ ଶାସକ। ସେ ଯେମିତି ମଣେଇବେ ସେମିତି ହେବ। ଯେଉଁଦିନ ବିରଞ୍ଚିର ବାପା ବଳଦ କିଣିବାକୁ ବାହାରି ପଡ଼ିଲେ, ବିରଞ୍ଚିର ଅନ୍ତରାତ୍ମା ସେଦିନ ବିଦ୍ରୋହ କରି ଉଠିଥିଲା। ଦୁଃଖ ଓ ଆବେଗଭରା କଣ୍ଠରେ ବାପ ମା'କୁ ପ୍ରଶ୍ନ କରିଥିଲା, ଆଈର 3 ଭରିର ସୁନା ହାରର ଦାମ କ'ଣ 300 ଟଙ୍କା? ଆଈର ସୁନା ହାରର ଦାମ ବଦଳରେ ଗୋଟିଏ ବଳଦ? ତୁ ଛୋଟ ପିଲା, ଏଥିରେ ମୁଣ୍ଡ ଖେଳାନା। ବାପା ବୋଉ ଏଇ କଥା କହି ବିରଞ୍ଚିର ମୁହଁଟିକୁ ବନ୍ଦ କରିଦେଉଥିଲେ। ଯେଉଁ ଲୋକକୁ ହାର ଦେଇ ତା'ଠାରୁ ବଳଦଟିକୁ ନେଇ ଆସିଥିଲେ, ସେ ବ୍ୟକ୍ତି ଥିଲେ ଜଣେ ଭଦ୍ର ଟାଉଟର। ଏ କଥା କିନ୍ତୁ ବିରଞ୍ଚିକୁ ଅଜଣା ନ ଥିଲା। ଯେଉଁଦିନ କାଳିଆକୁ ଆଣି ବିରଞ୍ଚିର ବାପା ଦାଣ୍ଡ ଖୁଣ୍ଟରେ ବାନ୍ଧିଦେଲେ, ଅକ୍ଷରଗୁଡ଼ିକ ଇରଜରେ ଲିଭିଗଲା ପରି ବିରଞ୍ଚିର ସବୁ ରାଗ ସେଦିନ ଉଭେଇଗଲା। ତାର ଖୁସିର ସୀମା ରହିଲା ନାହିଁ। ଗାଁ ଦାଣ୍ଡରେ ଯାଉଥିବା ଲୋକ କିଛି ସମୟ ଅଟକି ଯାଇ କାଳିଆକୁ ଅବଲୋକନ କରୁଥିଲେ ଓ ପ୍ରଶଂସା। କେହି ତା ରଙ୍ଗକୁ ନେଇ ତ ପୁଣି କେହି ତା ଉଚ୍ଚତାକୁ ନେଇ, କେହି ତା ମଥାରେ ଥିବା ଧଳା ଟିକାକୁ ନେଇ ତ ପୁଣି କେହି ତା କୁନ୍ଦିଲା କୁନ୍ଦିଲା ଚେହେରାକୁ ନେଇ। ଯିଏ ଦେଖିଲା ସିଏ ଗୋଟେ ପ୍ରଶଂସାର ବାଟୁଳିଟିଏ ମାରିଲା। ପ୍ରଥମେ ପ୍ରଥମେ କାଳିଆ ନିକଟକୁ ଯିବାକୁ ସମସ୍ତେ ଡରୁଥିଲେ। ହେଲେ ବିରଞ୍ଚିର ବାପା ହାତରେ କି ଯାଦୁ ଥିଲା କେଜାଣି, ମାତ୍ର ଗୋଟାଏ ସପ୍ତାହରେ ସେ କାଳିଆକୁ ମଣେଇ ଦେଲେ। ଏଥିପାଇଁ ତାଙ୍କୁ ମଧ୍ୟ କିଛି ମୂଲ୍ୟ ଦେବାକୁ ପଡ଼ିଛି। କେତେଥର ଯେ ବିଲରେ ଗଡ଼ ଗଡ଼େଇଛନ୍ତି ତାର ହିସାବ ନାହିଁ। ହାତ ଗୋଡ଼ ଖଣ୍ଡିଆ ଖାବରା ହୋଇଛି। ହେଲେ ସେ ଛାଡ଼ିବାର ଲୋକ ନୁହେଁ। ଯିଏ ହାବୁଡ଼େ ପଡ଼ିଲା ସେ ବିଚରା କବ୍ଜାରେ। ଆଉ 3 ପାଞ୍ଜିରୁ ଗଲା ବୋଲି ଜାଣ। ଏବେ ସେ ଚାଷ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଧଳା କାଳିଆଠାରୁ ଟିକିଏ କମଜୋର ଥିଲା। ସେଥିପାଇଁ ସେ ବାମ ପଟେ ଯୋଚା ହୁଏ, ଆଉ କାଳିଆ ଡାହାଣ ପଟେ। ଧଳା ତାର ଅଭିଜ୍ଞତାକୁ ନେଇ କାଳିଆ ସହିତ ତାଳ ଦେଇ ଚାଲିଲା। କାଳିଆ ଯେବେ ଘରକୁ ଆସିଲା, ବିରଞ୍ଚିର ସେତେବେଳେ 5ମ ଶ୍ରେଣୀ। ଯଦିଓ ବହି, ଖାତା, କଲମ, ଭଲ ପ୍ୟାଣ୍ଟ ସାର୍ଟ, ଚପଲ ଆଦି ନ ଥିଲା, ବିରଞ୍ଚିର ସ୍ୱପ୍ନ ଥିଲା ସେ ଦିନେ ନା ଦିନେ ତା ବାପ ବୋଉଙ୍କ ଦୁଃଖ ଲାଘବ କରିବ। ବାପା ଚାହୁଁଥିଲେ ବିରଞ୍ଚି ପାଠ ନ ପଢ଼ି ତା ସାଥିରେ ବିଲକୁ ଯାଉ। ବିରଞ୍ଚିର ଇଚ୍ଛା ସେ ପାଠ ପଢ଼ିବ। ବେଳେବେଳେ ବାପା ସାଙ୍ଗରେ ଡାକି ନେଇ ଯାଉଥିଲେ। ବାଦାମ ମଞ୍ଜି ପକେଇବାକୁ, ବିଲରୁ ଘାସ ବାଛିବାକୁ, ଧାନ କାଟିବା ସମୟରେ ଧାନ କାଟିବାକୁ କିମ୍ବା ହଳା ଧାନ ବୋହିବାକୁ। ହେଲେ ବୋଉ ବାଧା ଦେଉଥିଲେ। ଥରେ କାନ୍ଧ ଫୁଲିଯାଇ ଲାଲ ପଡ଼ିଯାଇଥିବାରୁ ସେ ବାପାଙ୍କୁ ଅନେକ ପାଟି କଲା ଓ ଗରମ ସୋରିଷ ତେଲ ଦେଇ ଘଷିଲା।
ପଞ୍ଚମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ଯାଏ ମଝିରେ ମଝିରେ ଅନିଚ୍ଛା ସତ୍ତ୍ୱେ ସେ ବାପାଙ୍କ ସହିତ ବିଲକୁ ଯାଏ। ସେ ବାପାଙ୍କ ସହିତ ଏଇଥିପାଇଁ ଯିବାକୁ ଚାହେଁନି କି ସେ ବାପା ବିଲରୁ ଫେରୁ ଫେରୁ ସନ୍ଧ୍ୟା କରିଦେବେ। ଗୁଣ୍ଡି ପକା ପାନ କଡ଼ରେ ଜାକି ଦେଇ ସେ ଭୋକ ଶୋଷ ଭୁଲିଯିବେ। ବଳଦ ଦୁଇଟିର ହଂସା ଉଡ଼ି ଯାଉଥିବ। ତାଙ୍କ ମନ କଥାକୁ ସେ କେବେ ବୁଝିପାରନ୍ତି ନାହିଁ କି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। କେବଳ ଗୋଟିଏ ଲକ୍ଷ୍ୟ, ସମସ୍ତଙ୍କ ଫସଲ ଅପେକ୍ଷା ତାଙ୍କ ଫସଲ ଭଲ ଉତୁରିବ। ତେଣୁ ମାଟିକୁ ଭଲ ଭାବରେ ଗୁଣ୍ଡ କରି ଫସଫସିଆ କରାନ୍ତି। ବଳଦ ଦୁଇଟିର ଶ୍ରମ ଓ ଦର୍ଦ ଦେଖି ବିରଞ୍ଚିକୁ ବହୁତ ଦୁଃଖ ଲାଗେ। ବେଳେବେଳେ ବାପାଙ୍କ ଉପରେ ରାଗ ବି ଆସେ। ଇଚ୍ଛା ହୁଏ ସେ ଆଉ ତା ବାପାଙ୍କ ସହିତ ବିଲକୁ ଆସିବ ନାହିଁ। ବରଂ ସ୍କୁଲରେ ମାଡ଼ ଖାଇବ ପଛେ ତାର ପାଠ ହୁଏ ନାହିଁ ବୋଲି ସ୍କୁଲ ସାର୍ ପ୍ରବଳ ପିଟନ୍ତି। ବିଶେଷ କରି ଇଂରାଜୀ ଓ ଗଣିତ ବିଷୟରେ। ସେଥିପାଇଁ ଯେଉଁଦିନ ପାଠ କରିନଥାଏ ସେଦିନ ବାପାଙ୍କ କଥା ମାନିଯାଏ। ହେଲେ ଇଏ କ'ଣ ବାପାଙ୍କର ଖରା ବର୍ଷା ଶୀତକୁ ନିଘା ନାହିଁ? ହେଲେ ପଶୁ ଦୁଇଟିର ବି ତ ଭୋକ ଅଛି। ସେମାନଙ୍କର ବି ଖଟିବାର ଗୋଟିଏ ସୀମା ଅଛି। ସେମାନଙ୍କର ବି ତ ଗୋଟିଏ ମନ ଅଛି। ଇଏ ସବୁ ବିରଞ୍ଚି ଦେଖିପାରେ ନା। ଅସଲ ପରୀକ୍ଷାର ଫଳାଫଳ ଆସେ ସେତେବେଳେ ଯେତେବେଳେ ବିଲରୁ ଫସଲ ବୁହା ହୋଇ ଆସେ ବାଡ଼ି ଖଳାକୁ। ଧାନ ହେଉ ବା ରବି ଫସଲ ହେଉ, କାନ୍ଧରେ ବୋହିବାକୁ ପଡ଼ୁଥିଲା। ଅନ୍ୟମାନଙ୍କର ଭାରଠାରୁ ବିରଞ୍ଚି ବାପାଙ୍କର ଭାର ଦୁଇଗୁଣା ଥିଲା। ତାଙ୍କ କାନ୍ଧରେ ଥିବା ତଡ଼ା ଦୁଇ ପଟକୁ ଝୁଙ୍କି ଯାଉଥିଲେ ମଧ୍ୟ ତାଙ୍କର ମନୋବଳ, ତାଙ୍କର ପେଶା, ତାଙ୍କର ନିଶା ତାଙ୍କୁ ଆଗକୁ କାଢ଼ି ନେଉଥିଲା। ସେ ଅକ୍ଳେଶରେ ଭାରକୁ ବୋହି ନେଇ ଯାଉଥିଲେ ଖଳାବାଡ଼ିକୁ। ଅଧିକାଂଶ ଜମିର ଦୂରତା ପ୍ରାୟ 2-3 କିଲୋମିଟର ଥିଲା। ତାଙ୍କର ଏହି ଅକ୍ଳାନ୍ତ ଶ୍ରମକୁ ଯେ କେହି ଦେଖୁଥିଲା ତାହା ଆଖି ଟେରା ହୋଇଯାଉଥିଲା। ବିରଞ୍ଚି ପଞ୍ଚମ ଶ୍ରେଣୀରୁ ଏକାଦଶରେ ପହଞ୍ଚିଲା ବେଳକୁ 6 ବର୍ଷ ବିତିଗଲାଣି। ପ୍ରତିବର୍ଷର ଫଳାଫଳ ସନ୍ତୋଷଜନକ ନୁହେଁ। ଭଗବାନଙ୍କର ଆଶୀର୍ବାଦ ହେଲେ ଯଦି ମେଟ୍ରିକଟା ପାସ୍ କରିହେବ। ସେ ଭାରି ଡରୁଆ ଓ ଈଶ୍ୱର ବିଶ୍ୱାସୀ। ହେଲେ ତା ବାପାଙ୍କର ପ୍ରତିବର୍ଷର ରେଜଲ୍ଟ ଫାଷ୍ଟ କ୍ଲାସ୍। ପ୍ରତିବର୍ଷ ବାଡ଼ି ଖଳାରେ ଧାନ ଗଦା ହିଁ ବିରି ଓ କୋଳଥ ଗଦା ତାଙ୍କ କୃତିତ୍ୱ। ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥାନ୍ତି। ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା, ଜମିରୁ କିପରି ଫସଲ ଫଳାଯାଏ ଶିଖିବ ଯଦି ଯାଅ ମଟାଳ ପାଖକୁ। ବିରଞ୍ଚି ବୋଉର ତା ବାପାଙ୍କ ପ୍ରତି ପ୍ରଶଂସା। ବିରଞ୍ଚି ମଧ୍ୟ ମନେ ମନେ ପ୍ରଶଂସା କରେ ବାପାଙ୍କୁ। ହେଲେ କଷ୍ଟ ପାଏ ତାଙ୍କ ବାପାଙ୍କର ଏଇ ଗଧ ଖଟଣି ପାଇଁ। କିନ୍ତୁ ବେଶୀ କଷ୍ଟ ବୋଧ ହୁଏ କଳା ଧଳା ଯୋଡ଼ିଙ୍କ ପାଇଁ। ତାଙ୍କ ପରିବାର ପାଇଁ ଏ ଦୁଇ ଜଣଙ୍କର ଅବଦାନ ଅତୁଳନୀୟ। ହେଲେ ସବୁଦିନ ସମାନ ଯାଏ ନା। ପ୍ରତ୍ୟେକ ଜୀବ ସମୟର ଅଧୀନ। ଯେଉଁ ଅନନ୍ତ କାଳରୁ ଜୀବ କାଳର କବଳିତ। କିଏ କହେ ତାକୁ ଭାଗ୍ୟ, କିଏ ବା କହେ କର୍ମର ଫଳ। ନା, ତାକୁ ବିଜ୍ଞ ଲୋକ ମାପି ପାରିଛି ନା ବିଜ୍ଞାନ? 6 ବର୍ଷ ଧରି ଯିଏ ମାଲିକର ବଫାଦାର ଥିଲା, ପ୍ରଚଣ୍ଡ ଖରା, ବାଦଲ ଫଟା ବର୍ଷା ଓ ହାଡ଼ ଥରା ଶୀତରେ ଯିଏ କେବେ ବି ପ୍ରତିବାଦ କରିନଥିଲା, ସାଥିରେ ବୋଝ ବୋହିବା ସହିତ ମାଲିକର ବୋଝକୁ ଯେ ମୁଣ୍ଡାଇଥିଲା, କେତେ ବା ପାଞ୍ଚଣର ନିଷ୍ଠୁର ପ୍ରହାର ସେ ବିନା ପ୍ରତିବାଦରେ ନ ସହିଛି। ସେ ପଶୁ ନୁହେଁ ତ? ସେ ପରିବାର ପାଇଁ ଗୋଟେ ବନ୍ଧୁ, ସହୋଦର ଓ ରକ୍ତର କେଉଁ ଯୁଗ ଯୁଗର। ତାକୁ କିଏ ବା ବୁଝିବ? କିଏ ବା ବୁଝିବ ତାର କରୁଣ ନିବେଦନ?
ସେ କାଳିଆ ମାଲିକର ଡାହାଣ ହାତ। ମାଲିକର ହାତ ସେ କେବେ ଛାଡ଼ିବ ନାହିଁ। ଏଇ ସଂକଳ୍ପ ନେଇ ସେଦିନ ସେ ଗୋଡ଼ ଥାପିଥିଲା ମାଲିକ ଘରେ। ହେଲେ ଆଜି ତା ପାଇଁ କ'ଣ ଘଟିଯାଉଛି? ଅନ୍ଧବିଶ୍ୱାସ ଓ କୁସଂସ୍କାରର ଚକ୍ରବ୍ୟୁହରେ ପଡ଼ି ସେ ଛଟପଟ ହେଉଛି। 4-5 ଦିନ ଅନ୍ତରରେ ହଠାତ୍ ପଡ଼ିଯାଇ କାଳିଆ ଗଁ ଗଁ ହେଉଛି। ପାଟିରୁ ଫେଣ ବାହାରି ଆସୁଛି। ତା ଆଖିରେ ଲୁହ ଓ ବୁକୁଚିରା କୋହ ସ୍ପଷ୍ଟ ବାରି ହେଇ ପଡ଼ୁଛି। ବେକରେ ପଘା ଲାଗିଥିବା ବେଳେ କାଳେ ଅଘଟଣ ଘଟିଯିବ, ସେଥିପାଇଁ ବିରଞ୍ଚିର ବାପା ହଠାତ୍ ତା ବେକରୁ ପଘା ଖୋଲି ଦେଉଥିଲେ। କିଛି ସମୟ ପରେ କାଳିଆ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସୁଥିଲା। ଏମିତି ପ୍ରାୟ 7-8 ଥର ଘଟିଗଲାଣି। ଶେଷରେ ବିରଞ୍ଚିର ବାପା ନିଷ୍ପତ୍ତି କଲେ କାଳିଆକୁ ଗୋରୁ ହାଟରେ ଆଉ କାହାରିକୁ ବିକ୍ରି କରିଦେବେ। ଯଦିବା ବେକରେ ପଘା ଲାଗି ସିଏ ମରିଯାଏ, ତେବେ ଗୋମରା ପାପରେ ସମସ୍ତେ ଭାଗୀ ହେବେ। ତାର କ୍ରିୟାକର୍ମ ପାଇଁ ପାଟିରେ କୁଟା ଖଣ୍ଡେ ପୁରାଇ ଘର ଘର ବୁଲି ଭିକ୍ଷା ମାଗିବାକୁ ହେବ, ସୁଧି ହେବାକୁ ପଡ଼ିବ। ଏଇ ଅଡ଼ୁଆରୁ ଉଦ୍ଧାର ପାଇବା ପାଇଁ ବିରଞ୍ଚିର ବାପା କାଳିଆକୁ ନେଇ ଗୋରୁ ହାଟରେ ବିକ୍ରି କରିଦେଲେ। କେଇଟା ଟଙ୍କା ପାଇଁ ହେଉ ଅବା ପାପରୂପୀ କଳଙ୍କର ବୋଝରୁ ମୁକ୍ତି ପାଇବା ପାଇଁ ହେଉ, ବିରଞ୍ଚିର ବାପ ମା ଯାହା କଲେ, ଏଥିରେ ବିରଞ୍ଚି ପରି କିଶୋର ହୃଦୟଟି କେବେ ଗ୍ରହଣ କରିପାରୁନଥିଲା। ତା ଛାତି ଭିତରଟା ଯେପରି କୋରି ହୋଇ ଯାଉଥିଲା। ନରମ ହାଡ଼ଗୁଡ଼ିକ ଯେପରି ଟୁକୁରା ଟୁକୁରା ହୋଇ ଯାଉଥିଲା। କଅଁଳ ହୃଦୟଟି ବିଦ୍ରୋହ କରି ଉଠୁଥିଲା, ହେ ସ୍ୱାର୍ଥପର ମଣିଷ, କେଇଟା ଟଙ୍କା ପାଇଁ ତୁମେ ବିକ୍ରି କରି ଦେଉଛ ମଣିଷ ପଣିଆ। ଯାହାକୁ ପଶୁ ବୋଲି ବିବେଚନା କରିଛ, ତା ଦାନର କି ପ୍ରତିଦାନ ଦେଇଛ? ତୁମେ କାଳିଆକୁ ଯେଉଁଠି ଛାଡ଼, ଯାହା ଉପରେ ତୁମେ ପାପଭାରକୁ ଲଦିଦିଅ, ହେଲେ କାଳିଆର ଆତ୍ମା ତୁମକୁ ଅଟ୍ଟହାସ୍ୟ କରି କହୁଥିବ, ବାହାରେ ମାଲିକ ବାଃ, ବାହାରେ ମାଲିକ ବାଃ। ଧନ୍ୟବାଦ।